ସେମାନଙ୍କ ପାଇଁ କୌଣସି ଘୃଣା ବାକି ନାହିଁ, ପ୍ରେମ ନାହିଁ, ଅପେକ୍ଷା ନାହିଁ। ବର୍ତ୍ତମାନ ସେମାନଙ୍କ ପାଇଁ କୌଣସି ଅଭିଯୋଗ ବାକି ନାହିଁ। ଯାହା ହଜିଯାଇଛି ତାହା ଭୁଲନ୍ତୁ ନାହିଁ ଏବଂ ଯାହା ମିଳିଲା ତାହା ନଷ୍ଟ କରନ୍ତୁ ନାହିଁ। ଆମର ପରାଜୟ ମିଛ ନୁହେଁ ଯେ ଅନ୍ୟ କେହି ଆମକୁ ଚିହ୍ନି ପାରନ୍ତି ନାହିଁ। ନୀରବତା ଭଲ, କାରଣ କଥାବାର୍ତ୍ତା କେବଳ ଜିନିଷକୁ ଖରାପ କରିଥାଏ। ମୃତ୍ୟୁ ପୂର୍ବରୁ ମଧ୍ୟ ମୃତ୍ୟୁ ଅଛି। ତୁମ ପ୍ରେମକୁ ଥରେ ଅଲଗା ହେବାକୁ ଚେଷ୍ଟା କର। ବିଶ୍ୱାସରେ ଏତେ ଅନ୍ଧ ହୋଇଯାଅ ନାହିଁ ଯେ ତୁମେ ତୁମର ଚତୁର୍ଦିଗରେ ଥିବା ବ୍ୟକ୍ତିର ପ୍ରକୃତ ରଙ୍ଗ ଦେଖିପାରିବ ନାହିଁ। ଯେଉଁମାନେ ବିଶ୍ୱସ୍ତ ସେମାନେ ସମସ୍ତେ ପାଗଳ ନୁହନ୍ତି। ଭଲ ଲୋକଙ୍କୁ କଦାପି ପରୀକ୍ଷା କର ନାହିଁ, କାରଣ ସେମାନେ ମର୍କୁର ପରି। ସେତେବେଳେ ତୁମେ ସେମାନଙ୍କୁ ମାରିବ। ସେମାନେ ଭାଙ୍ଗନ୍ତି ନାହିଁ, କିନ୍ତୁ ତୁମ ଜୀବନରୁ ଚୁପଚାପ ଖସିଯାଏ। ମନେ ରଖ, ଯଦି ତୁମେ ବହୁତ ଭଲ, ତୁମେ ଅଧିକ ବ୍ୟବହାର ହେବ। ତୁମର ଭାବନାକୁ ସମ୍ମାନ ଦେଉନଥିବା ବ୍ୟକ୍ତିଙ୍କ ବିଷୟରେ ପାଗଳ ହେବା ପ୍ରେମ ନୁହେଁ, ଏହା ମୂର୍ଖତା। ଚେହେରା କ'ଣ କହିବ, କେବଳ ଆମ ହୃଦୟ ଦେଇ ଯାଇଥିବା କାହାଣୀକୁ କେବଳ ହୃଦୟ ଜାଣେ। ଯେଉଁଠାରେ ସେମାନଙ୍କର ଅର୍ଥ ସମାପ୍ତ ହୁଏ ସେମାନଙ୍କର ପ୍ରେମ ମଧ୍ୟ ଶେଷ ହୁଏ। ଲୋକମାନେ କବିତା ଚୋରି କରିବା ଆରମ୍ଭ କରିଛନ୍ତି। ବଡ଼ ମଣିଷ ହେବା ଭଲ, କିନ୍ତୁ ଭଲ ମଣିଷ ହେବା ଭଲ। ଯଦି ତୁମେ କୌଣସି ଅଭାବ ବିନା ଜଣେ ବ୍ୟକ୍ତିଙ୍କୁ ଖୋଜିବାକୁ ସ୍ଥିର କର, ତୁମେ ଜୀବନରେ ଏକୁଟିଆ ରହିବ। ଏପରି କିଛି ଉପରେ ଅଧିକାର କିପରି ଦାବି କରିବେ ଯାହା ଆପଣଙ୍କର ନୁହେଁ? ଯନ୍ତ୍ରଣାକୁ ବୁଝୁନଥିବା ବ୍ୟକ୍ତିଙ୍କୁ କିପରି ଯନ୍ତ୍ରଣା ବ୍ୟାଖ୍ୟା କରିବେ? ସାବଧାନ ହେ ମୂର୍ଖ, ଏହା ମଣିଷର ଏକ ଉପନିବେଶ। ସେମାନେ ଭଗବାନଙ୍କୁ ମଧ୍ୟ ଚେଷ୍ଟା କରନ୍ତି। ତେବେ ତୁମର ସ୍ଥିତି କ'ଣ?